ଭାରତର ପ୍ରାଚୀନ ଇତିହାସର ପୃଷ୍ଠଭୂମିକୁ ଯେତେବେଳେ ଆମେ ଖେଳାଇଥାଉ ସେତେବେଳେ ଅନେକ ଯୁଦ୍ଧର ପ୍ରଳୟଙ୍କରୀ ଧ୍ୱଂସ ବିଧ୍ୱଂସ ସହିତ ରକ୍ତରଞ୍ଜିତ ନରସଂହାର ଛାତିସ୍ର ଦୃଶ୍ୟ ଆମ ମନକୁ ଦୋହଲାଇ ଦେଇଥାଏ। ଭାରତ ଇତିହାସରେ ଅନେକ ଭୟାନକ ଯୁଦ୍ଧ ହୋଇଅଛି। ଯେତେବେଳେ ଆମେ ଇତିହାସ ପୃଷ୍ଠା ଦେଖୁ ସେତେବେଳେ ଆମେ ଭାବିବାକୁ ବାଧ୍ୟ ହେଉ ଯେ ଏକ ଯୁଦ୍ଧ ଏକ ରାଜ୍ୟର, ଏକ ଦେଶର, ଏକ ରାଷ୍ଟ୍ରର, ଏକ ସଭ୍ୟତାର ଭାଗ୍ୟ ଭବିଷ୍ୟତ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥାଏ। ସେହି ଇତିହାସ ପୃଷ୍ଠାରେ ମଧ୍ୟ ଏପରି ବିନାଶକାରୀ ଯୁଦ୍ଧ ଅଛି ଯାହାର ପ୍ରଳୟଙ୍କରୀ ପ୍ରଚଣ୍ଡ କ୍ଷୋଭ ଶତ୍ରୁ ପକ୍ଷର ବିନାଶ କରିବା ସହିତ ରାଜାଙ୍କ ହୃଦୟ ମଧ୍ୟ ପରିବର୍ତ୍ତନ କରିଦେଇଛି। ଏ ବିଶ୍ୱ ଇତିହାସ ଅନେକ ଯୁଦ୍ଧ ଦେଖିଅଛି। ବଟ୍ war is not the ultimate solution of all the problems. Humanism ବା ମାନବବାଦ is something that can change the scenario of any conflict. କଳିଙ୍ଗ ଯୁଦ୍ଧ ଏ ଭାରତ ତଥା ପ୍ରାଚୀନ ଓଡ଼ିଶା ଇତିହାସର ଏପରି ଏକ ସଂଘର୍ଷ ଯେଉଁଠି ଭାରତବର୍ଷର ଶ୍ରେଷ୍ଠ ସମ୍ରାଟ ଅଶୋକଙ୍କର ହୃଦୟ ପରିବର୍ତ୍ତନ କରିଦେଇଥିଲା। ଅଶୋକ ଯୁଦ୍ଧ ଜିତିଥିଲେ ମଧ୍ୟ ଆଖି ଆଗରେ ବିନାଶକୁ ଦେଖି ତାଙ୍କ ହୃଦୟକୁ ଗୋଟିଏ ପ୍ରଶ୍ନ ଆସୁଥିଲା, କଳିଙ୍ଗ ଉପରେ ଏହା ପ୍ରକୃତ ବିଜୟ ନା ମାନବବାଦର ପରାଜୟ? ଏ ଯୁଦ୍ଧ କେବଳ ଏକ ଭୂଖଣ୍ଡକୁ ଅଧିକାର କରିବା ଯୁଦ୍ଧ ନଥିଲା, ବରଂ ଜଣେ ଶାସକର ମନ ଭିତରୁ ନିଜ ଅହଙ୍କାର, ନିଜ ମନ ଭିତରେ ଥିବା ଅନ୍ଧକାରରୁ ନିଜକୁ ପ୍ରକାଶ ଆଡ଼କୁ ଅଗ୍ରସର କରିବାର ଏକ ମାଧ୍ୟମ। କୁହାଯାଏ ଯେ କଳିଙ୍ଗ ଯୁଦ୍ଧ ଅଶୋକଙ୍କ ଜୀବନରେ ଏକ ପରିବର୍ତ୍ତନ ଆଣିଥିଲା। କଳିଙ୍ଗ ଯୁଦ୍ଧ ଅଶୋକଙ୍କ ଗୌରବମୟ ରାଜକୀୟ ଶାସନର ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା। ଐତିହାସିକମାନଙ୍କ ମତରେ ପ୍ରାୟ 261 BCରେ ଏହି ଯୁଦ୍ଧ ସଂଘଟିତ ହୋଇଥିଲା। ସିଂହାସନ ଆରୋହଣ କରିବାର 8 ବର୍ଷ ପରେ ମୌର୍ଯ୍ୟ ସାମ୍ରାଜ୍ୟର ମହାନ ସମ୍ରାଟ ଅଶୋକଙ୍କ ନଜର ପଡ଼ିଥିଲା ବୀରମାନଙ୍କ ଭୂମି କଳିଙ୍ଗ ଉପରେ। ଏକ ଶାନ୍ତି ସମୃଦ୍ଧର ପଥରେ ଥିବା କଳିଙ୍ଗ ଜାଣିନଥିଲା ଯେ ତାର ଅତି ନିକଟ ଭବିଷ୍ୟତର ବିଭୀଷିକା ଉପରେ। କଳିଙ୍ଗ ଯୁଦ୍ଧର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରମାଣ ହେଉଛି ଅଶୋକଙ୍କ ଦ୍ୱାରା ନିର୍ମିତ 13th ରକ୍ ଏଡିକ୍ଟ, ଯାହା ବର୍ତ୍ତମାନ ଶାହବାଜଗଡ଼, ଯେଉଁଟାକି ପାକିସ୍ତାନ ଆଫଗାନିସ୍ତାନ ବର୍ଡରରେ ଦେଖାଯାଏ। ଏବଂ ସେଠୁ ଏକ ବଳିଷ୍ଠ ପ୍ରମାଣ ମିଳେ ଯେ ସେତେବେଳେ କଳିଙ୍ଗ ରାଜା ଥିଲେ ରାଜା ଅନନ୍ତ ପଦ୍ମନାଭ। ଆମେ ଇତିହାସକୁ ଅନୁଧ୍ୟାନ କଲେ ଜାଣିଥାଉ ଯେ ପ୍ରାଚୀନ କାଳର ମଗଧ ବର୍ତ୍ତମାନ ବିହାର। ମଗଧ ପ୍ରାଚୀନ ଭାରତର ଏକ ଶକ୍ତିଶାଳୀ ରାଜ୍ୟ ଥିଲା। 345 BCରେ ମହାପଦ୍ମ ନନ୍ଦଙ୍କ ଦ୍ୱାରା ନନ୍ଦ ସାମ୍ରାଜ୍ୟର ପ୍ରତିଷ୍ଠା ହୋଇଥିଲା ଏବଂ ମଗଧ ନନ୍ଦ ସାମ୍ରାଜ୍ୟ ଦ୍ୱାରା ଶାସିତ ହେଉଥିଲା। ନନ୍ଦ ଡିନାଷ୍ଟି ପ୍ରାୟ 345 BCରୁ 321 BC ଯାଏଁ ଶାସନ କରୁଥିଲେ। ପୂର୍ବ ଭାରତର ଅନେକ ରାଜ୍ୟମାନଙ୍କ ସହିତ ସେମାନେ କଳିଙ୍ଗ ରାଜ୍ୟକୁ ମଧ୍ୟ ନିଜ ଅଧୀନରେ କରିନେଇଥିଲେ। ମାତ୍ର ନନ୍ଦ ସାମ୍ରାଜ୍ୟର ପ୍ରତିଷ୍ଠାତା ମହାପଦ୍ମ ନନ୍ଦଙ୍କ ପରେ ତାଙ୍କ ପରବର୍ତ୍ତୀ ରାଜାମାନେ, ବିଶେଷ କରି ନନ୍ଦ ସାମ୍ରାଜ୍ୟର ଶେଷ ରାଜା ଧନନନ୍ଦ, ନିଜର ଅତ୍ୟଧିକ ଅତ୍ୟାଚାର ଏବଂ ଶାସନରେ ତ୍ରୁଟି ପାଇଁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। ଏହା ସହିତ ପ୍ରଶାସନର ଭ୍ରଷ୍ଟାଚାର, ଅନ୍ତର୍ଦ୍ୱନ୍ଦ୍ୱ ଇତ୍ୟାଦି ସମସ୍ୟା ପାଇଁ ନନ୍ଦ ସାମ୍ରାଜ୍ୟର ଶାସନ କ୍ରମଶଃ ପତନ ଆଡ଼କୁ ଅଗ୍ରସର ହେଉଥିଲା। କିଛି ଐତିହାସିକମାନଙ୍କ ମତରେ କୌଟିଲ୍ୟ, ଯାହାକୁ ଆମେ ଚାଣକ୍ୟ ବା ବିଷ୍ଣୁଗୁପ୍ତ ନାମରେ ଜାଣିଥାଉ, ଅର୍ଥଶାସ୍ତ୍ରର ଲେଖକ ଏବଂ ବିଶ୍ୱର ମହାନ ଫିଲୋସଫର ଥିଲେ। କୁହାଯାଏ ଯେ ଚାଣକ୍ୟଙ୍କ ନନ୍ଦ ସାମ୍ରାଜ୍ୟ ସହିତ ଏକଦା ବହୁତ ଭଲ ସମ୍ପର୍କ ଥିଲା। ଦିନେ ଚାଣକ୍ୟ ମଗଧର ରାଜଧାନୀ ପାଟଳିପୁତ୍ର ଯାଇଥିଲେ, ଯେଉଁଠି ତାଙ୍କର ରାଜା ଧନନନ୍ଦଙ୍କ ସହିତ ଦେଖା ହେଇଥିଲା ଏବଂ ସେଠାରେ ଆକର୍ଡିଂ ଟୁ ସମ୍ ହିଷ୍ଟୋରିଆନ୍ସ ଏକଥା କୁହାଯାଏ ଯେ ସେଠାରେ ରାଜା ଧନନନ୍ଦ ଚାଣକ୍ୟଙ୍କୁ ଅପମାନ କରିଥିଲେ ଏବଂ ତାର ହିଁ ଚାଣକ୍ୟ ପ୍ରତିଜ୍ଞା କରିଥିଲେ ଯେ ନନ୍ଦ ବଂଶର ପତନ କରିବେ ଏବଂ ଏହାପରେ ଭାରତ ଇତିହାସରେ ଶକ୍ତିଶାଳୀ ମୌର୍ଯ୍ୟ ସାମ୍ରାଜ୍ୟର ପ୍ରତିଷ୍ଠା ହୋଇଥିଲା। ନନ୍ଦ ବଂଶର ପତନ ପରେ କଳିଙ୍ଗ ନିଜକୁ ନନ୍ଦବଂଶର ଶାସନରୁ ମୁକ୍ତ କରିଥିଲା ଏବଂ ଏକ ଇଣ୍ଡିପେଣ୍ଡେଣ୍ଟ ଷ୍ଟେଟ୍ ଭାବରେ ନିଜର ସମୃଦ୍ଧି ସହିତ ଭାରତର ପୂର୍ବ ଉପକୂଳରେ
ନିଜର ଶକ୍ତି ବିସ୍ତାର କରୁଥିଲା। ସେ 21 BC କୌଟିଲ୍ୟଙ୍କ ସହାୟତାରେ ମଗଧର ମୌର୍ଯ୍ୟ ସାମ୍ରାଜ୍ୟ ପ୍ରତିଷ୍ଠା ହୋଇଥିଲା। ମୌର୍ଯ୍ୟ ସାମ୍ରାଜ୍ୟ ରାଜା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ନିଜ ଶାସନ କାଳରେ କେବେ ବି କଳିଙ୍ଗକୁ ନିଜ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ କରିବା ପାଇଁ ଚାହିଁନଥିଲେ। ଶାସକ ଅଶୋକ ଥିଲେ ମୌର୍ଯ୍ୟ ସାମ୍ରାଜ୍ୟର ତୃତୀୟ ରାଜା ଏବଂ ମୌର୍ଯ୍ୟ ସାମ୍ରାଜ୍ୟର ପ୍ରତିଷ୍ଠାତା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ଗ୍ରାଣ୍ଡସନ୍। ମୌର୍ଯ୍ୟ ସାମ୍ରାଜ୍ୟର ପ୍ରତିଷ୍ଠା ପରେ କଳିଙ୍ଗକୁ ମୌର୍ଯ୍ୟ ସାମ୍ରାଜ୍ୟର ପ୍ରତିଷ୍ଠାତା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ କେବେ ବି ନିଜ ଅଧୀନକୁ ଆଣିବା ପାଇଁ ଚେଷ୍ଟା କରିନଥିଲେ ଏବଂ ତାଙ୍କ ପରେ ମଧ୍ୟ କୌଣସି ବି ରାଜା ଯେ ଯାଏଁ ଅଶୋକ ସିଂହାସନ ଆରୋହଣ କରିନଥିଲେ ସେତେବେଳେ ଯାଏଁ ଯେଉଁ ବି ରାଜାମାନେ ଆସିଥିଲେ ସେମାନେ କଳିଙ୍ଗକୁ କେବେ ବି ନିଜ ଅଧୀନକୁ ଆଣିବା ପାଇଁ ଚେଷ୍ଟା କରିନଥିଲେ। ମାତ୍ର ଅଶୋକଙ୍କ ରାଜସିଂହାସନ ଆରୋହଣ ପରେ ବା ତାଙ୍କ ଶାସନ କାଳରେ ଅନେକ କାରଣ ଥିଲା ଯାହା ଭାରତ ଇତିହାସରେ ସବୁଠୁ ଭୟାନକ ଯୁଦ୍ଧ କରିବା ପାଇଁ ଅଶୋକଙ୍କୁ ଅଗ୍ରସର କରି ନେଇଥିଲା। କଳିଙ୍ଗକୁ ଆକ୍ରମଣ କରିବା ପାଇଁ ଅଶୋକଙ୍କ ପାଖରେ ଅନେକ କାରଣ ଥିଲା। ଏହା କହିଲେ ଭୁଲ ହେବ ଯେ କେବଳ ଏକ ନିର୍ଦ୍ଦିଷ୍ଟ କାରଣ ପାଇଁ ଅଶୋକ କଳିଙ୍ଗକୁ ଆକ୍ରମଣ କରିଥିଲେ ଏବଂ ନରସଂହାରର ରକ୍ତରଞ୍ଜିତ ଦୃଶ୍ୟ ଭାରତ ଇତିହାସ ପୃଷ୍ଠାରେ ଲେଖିଦେଇଥିଲେ। କଳିଙ୍ଗ ଯୁଦ୍ଧ ହେଉଛି ଭାରତ ଇତିହାସର ଏପରି ଏକ ଯୁଦ୍ଧ ଯାହା ନରସଂହାର ସହିତ ଏକ ରାଜାର ହୃଦୟ ପରିବର୍ତ୍ତନ କରିଦେଇଥିଲା। ତ ସେ ଯୁଦ୍ଧ ପଛରେ ଅନେକ କାରଣ ଥିଲା, ରାଜନୈତିକ କାରଣରୁ ଆରମ୍ଭ କରି ଅନେକ କାରଣ ଥିଲା ଯାହା ଲୋକଙ୍କୁ ଅଗ୍ରସର କରୁଥିଲା ଏକ ଭୟଙ୍କର ଯୁଦ୍ଧ ଲଢ଼ିବା ପାଇଁ। ଯଦି ଆମେ ରାଜନୈତିକ କାରଣକୁ ଗ୍ରହଣ କରିବା ତ ଦେଖିବା ଅଶୋକଙ୍କ ଶାସନ କାଳରେ କଳିଙ୍ଗର ତିନି ପାର୍ଶ୍ୱରେ ନର୍ଥ ୱେଷ୍ଟ ସାଉଥ ମୌର୍ଯ୍ୟ ସାମ୍ରାଜ୍ୟ ଶକ୍ତି ବହୁତ ଶକ୍ତିଶାଳୀ ଥିଲା। ମଗଧର ସୀମାକୁ ଲାଗି କଳିଙ୍ଗର ସୀମା, ସେଥିଲାଗି ଅଶୋକଙ୍କ ମନରେ ସବୁବେଳେ ଏକ ପ୍ରଶ୍ନ ଆସେ ଯେ ମୌର୍ଯ୍ୟ ସାମ୍ରାଜ୍ୟର ସାର୍ବଭୌମତ୍ୱ ପ୍ରତି କାଳେ କଳିଙ୍ଗ କେବେ ବିପଦର ସୃଷ୍ଟି କରିବ। କଳିଙ୍ଗ ସୀମାକୁ ଲାଗି ମଧ୍ୟ ଦକ୍ଷିଣ ଭାରତରେ ଚୋଳ ସାମ୍ରାଜ୍ୟ ନିଜର ଶକ୍ତି ପ୍ରଦର୍ଶନ କରୁଥିଲେ ଏବଂ ସେଠାରେ ଶାସନ କରୁଥିଲେ। ଅଶୋକଙ୍କ ମନରେ ଏକ ଚିନ୍ତା ଥିଲା ଯେ ଯଦି କେବେ କଳିଙ୍ଗ ଚୋଳ ସାମ୍ରାଜ୍ୟ ସହିତ ମିଶି ବନ୍ଧୁତା ସ୍ଥାପନ କରି ମଗଧ ଉପରେ ଆକ୍ରମଣ କରିବ, ମଗଧ ନିଜର ସାର୍ବଭୌମତ୍ୱ ହରାଇ ବସିବ। ସେଥିଲାଗି ଏହି ଛୋଟ ଛୋଟ କାରଣ ସବୁ ଅଶୋକଙ୍କୁ ଅଗ୍ରସର କରୁଥିଲା କଳିଙ୍ଗକୁ ଆକ୍ରମଣ କରିବା ପାଇଁ। ଏହା ଥିଲା ରାଜନୈତିକ କାରଣର ଏକ ନମୁନା ମାତ୍ର। ଅନେକ ହିଷ୍ଟୋରିଆନ ଇକୋନୋମିକ ଫ୍ୟାକ୍ଟରକୁ କନସିଡରେସନ କରନ୍ତି ଅଶୋକଙ୍କ କଳିଙ୍ଗ ଆକ୍ରମଣ କାରଣ ବୋଲି। କୁହାଯାଏ ଯେ କଳିଙ୍ଗ ଇଣ୍ଡିଆନ ଓସିଆନ ଉପରେ ନିଜର ମନୋପରି କରିଥିଲା ଏବଂ ଏଠାରେ ଟ୍ରେଡ୍ କରୁଥିଲା ଏବଂ ଥ୍ରୁ ଇଣ୍ଡିଆନ ଓସିଆନ କଳିଙ୍ଗ ଅନେକ ଦେଶମାନଙ୍କ ସହିତ ବ୍ୟାପାର କରୁଥିଲା ଏବଂ ସେଠାରୁ ପ୍ରଚୁର ପରିମାଣରେ ଅର୍ଥ ଲାଭ କରି ନିଜ ରାଜକୋଷ ବୃଦ୍ଧି କରୁଥିଲା। ଇଣ୍ଡିଆନ ଓସିଆନ ସମ୍ପୂର୍ଣ୍ଣ ଭାବରେ ନିଜର ମନୋପଲି ଥିବାରୁ ଏବଂ ୱେଲ୍ଥ ଆସୁଥିବାରୁ କଳିଙ୍ଗର ଇନଲ୍ୟାଣ୍ଡ ଟ୍ରେଡ୍ ମଧ୍ୟ ବହୁତ ଭଲ ଥିଲା। ଯଦିଓ ମୌର୍ଯ୍ୟ ସାମ୍ରାଜ୍ୟର ବା ଅଶୋକଙ୍କର ୱେଷ୍ଟର୍ଣ୍ଣ କଣ୍ଟ୍ରି ମାନଙ୍କ ସହିତ ବିଶେଷ କରି ଗ୍ରୀସ୍ ସହିତ ବହୁତ ଭଲ ଫରେନ୍ ରିଲେସନ୍ ଥିଲା, ମାତ୍ର ମୌର୍ଯ୍ୟ ସାମ୍ରାଜ୍ୟର ସେମାନଙ୍କ ସହିତ କୌଣସି ପ୍ରକାର କମର୍ସିଆଲ ଟ୍ରେଡ୍ ହୋଇପାରୁନଥିଲା। ଆମେ ଏଠାରୁ ସ୍ପଷ୍ଟ କରିପାରିବା ଯେ ସେତେବେଳେ କଳିଙ୍ଗ ପାଖରେ ବହୁତ ଭଲ ନାଭାଲ ସୁପ୍ରିମାସି ଥିଲା, ଯେଉଁଟାକି ମୌର୍ଯ୍ୟ ସାମ୍ରାଜ୍ୟ ପାଖରେ ହୁଏତ ନଥିବ। ଇଣ୍ଡିଆନ ଓସିଆନର ମନୋପଲିକୁ ଛାଡ଼ି ମଧ୍ୟ ଅଶୋକଙ୍କୁ ଯଦି ସାଉଥ ଇଣ୍ଡିଆକୁ ନିଜ ଅଧୀନକୁ ଆଣିବାକୁ ଥିଲା, ସେ ଭାବୁଥିଲେ ପ୍ରଥମେ ମୋତେ କଳିଙ୍ଗକୁ ନିଜ ଅଧୀନକୁ ଆଣିବାକୁ ହେବ। ବିକଜ ସାଉଥ ଇଣ୍ଡିଆକୁ ଯଦି ଅଶୋକଙ୍କୁ ସାଉଥ ଇଣ୍ଡିଆ ଉପରେ ନିଜ ଅଧିକାରକୁ ଜାହିର କରିବାକୁ ଦରକାର ଥିଲା, କଳିଙ୍ଗ ୱାଜ୍ ଦ ଗେଟ୍ ୱେ ଟୁ ସାଉଥ ଇଣ୍ଡିଆ। ଏବଂ ଅଶୋକଙ୍କ
इंटरनल ट्रेड मध्य कलिंग पर अफेक्टेड होता से लगी अकॉर्डिंग टू मेनी हिस्टोरियंस इकोनॉमिक फैक्टर मध्य अशोक को प्रभाव करुला कलिंग को निज अधिकार को आने से लगी राजनीतिक कारण इकोनॉमिक फैक्टर यहीपरी बहुत कारण थिला जो गुड़िक धीरे धीरे अशोक मध्य एक प्रश्नबाजी सृष्टि करुला भविष्य हुए तो कलिंग मगधर जो विस्तार होता तार प्रतिबंधक साजिपे ओडिशार किछि प्रांतरे लोक मान पाखरे एक स्टोरी शुणा जाए अशोक कलिंग आक्रमण को लेकिन युद्ध को लेकिन एक शुणा जाए जे कलिंगर एक केउंट संप्रदायर कारुभाई नामक झील सहित अशोक प्रेम संपर्क बढ़ी उठिला एवं कारुबाकी को विवाह करने अशोक कलिंग उपरे आक्रमण करथिबे बोली किछि लोक माने कहते जदियो यार सत्यता उपरे एबे भी प्रश्नवाची मात्र अशोक द्वारा निर्मित क्वीन्स एडिक्ट रु जणा जाए जे अशोक कारुबाकी नामक जड़े राणी थिले जहां से द्वितीय विवाह करथिले एवं कारुबाकी और अशोकंकर विवाह नामक एक संतान थिले क्वीन्स एडिक्ट एविडेंस सहित ओडिशार लोकमान पाखरे जो स्टोरी अच्छी तार सामंजस्य थिबारु यह आमको विश्वास करको पड़ो जे यह भी एक कारण होता है पारे अशोकंकर कलिंग आक्रमण को लेकिन भौगोलिक दृष्टिकोण देखिले सेते बेलर कलिंग वर्तमान ओडिशा और आंध्र प्रदेश किसी अंश को नहीं गठित था अशोक जितेबाला कलिंग उपर आक्रमण कले सेतेबेले प्राय 1 लाख रु अधिक सैनिक आक्रमण करथिले कलिंग युद्ध वर्तमान धौली शांतिस्तूप ठारे थिबा दयानदी ठारे हितला एवं कहा जाए जे युद्ध समय दयानदीर पानी लाल हो जाइथिला कलिंग युद्धर भीषणता एठारु अनुमान करहब जे यह युद्ध बहु संख्यार कलिंगर वीर सैनिक मानकर प्राणबली नहीं एवं जार फलस्वरूप दयानदीर पानी से वीर सैनिक मान रक्त लाल हो जाइथिला अशोक द्वारा निर्मित रॉक एडिक्ट जना पड़े जे प्राय 50,000 कलिंग सैनिक अशोक द्वारा बंदी होते एवं ता सहित प्राय 2 लाख रु अधिक सैनिक मृत्युवरण करथिले यही सबू दृश्य देखि अशोक मनरे अनेक जंत्रणा एवं अवसाद आसीथिला युद्धर परवर्ती समय कहा जाए जे अशोक निज मन परिवर्तन करी एवं युद्धर विभीषिका को देखि निज जीवन को परिवर्तन करने को चाहिए एवं जने बुद्धिस्ट मंक जहाँ नाम थिला उपगुप्त से अशोक को जीवन प्रकृत रहस्य भितर बताई एवं अशोक निजको बौद्ध धर्म रे अंतर्भुक्त करथिले एवं कहा जाए जे सही युद्ध से कलिंग युद्ध ही अशोक परिवर्तन मुख्य कारण थिला युद्धर परवर्ती समय कलिंग मौर्य साम्राज्यर अंतर्भुत होता एवं सेठारे मौर्य साम्राज्यर शासन ही स्टार्ट होता कलिंग युद्ध दे एक विजय एकता कहले भूल हेब भीषण नरसंहार ए दृश्य अशोक जीवन को संपूर्ण परिवर्तन कर देथिला एवं यही युद्धरु यह शिक्षा मिले जे युद्ध एवं हिंसा मानव समाज उपरे कौन भूखंड उपरे प्रकृत विजय नुह शांति और मानवता हूँ प्रकृत विजय अशोक जीवन यात्रा ये भीषण कलिंग युद्ध जिते बड़ जाए भारतर इतिहास अच्छी सेते बड़ जाए समस्त मन एवं विश्ववासी भारतवासी युद्ध यही शिक्षा लाभ करेंगे जे सर्वदा
ଯେକୌଣସି ଅସୁବିଧାର ଯେକୌଣସି ପ୍ରୋବ୍ଲେମର ଯୁଦ୍ଧ ବା କନଫ୍ଲିକ୍ଟ ଯେ ଅଲ୍ଟିମେଟ୍ ସଲ୍ୟୁସନ୍ ସେ କଥା ନୁହେଁ, ବରଂ ଶାନ୍ତି, ମାନବିକତା ଏବଂ ନିଜର ଇଣ୍ଟେଲେକ୍ଚୁଆଲ ନଲେଜ ଦ୍ୱାରା କିଛି ବି ସମସ୍ୟାର ସମାଧାନ ହୋଇପାରିବ।